श्री श्री ठाकुर परमाराध्य जगत जननी श्री श्री बड़ परम पूज्यपाय जुगाचार्य श्री श्री बड़दा परम पूज्यपाय श्री श्री आचार्य देवଙ୍କ पद प्रांତରେ ମୋର ଅନନ୍ତ କୋଟି ପ୍ରଣାମ ନିବେଦନ କରି ଆଜିର ଏହି ପବିତ୍ର ସତ୍ସଙ୍ଗରେ ଉପସ୍ଥିତ ବରେଣ୍ୟ ସଞ୍ଚାଳକ ମହାଶୟ ଅନ୍ୟାନ୍ୟ ସମସ୍ତ ପୂତ ପବିତ୍ର ପାଞ୍ଜାଧାରୀ କର୍ମୀବୃନ୍ଦ ଭକ୍ତିମତୀ ମାତୃମଣ୍ଡଳୀ ଶ୍ରଦ୍ଧେୟ ଗୁରୁଭ୍ରାତା ମଣ୍ଡଳୀ ଛୋଟ ଛୋଟ ପିଲାମାନଙ୍କୁ ମୋର ଆନ୍ତରିକ ରାଜଗୁରୁ ନିବେଦନ କରି ଆଜିର ଆଲୋଚନାର ବିଷୟବସ୍ତୁ ଅର୍ଥନୀତିର ସମୃଦ୍ଧି। ଅର୍ଥନୀତି କହିଲେ ଆମେ ବୁଝୁଛୁ ଇକୋନୋମିକ ଡେଭଲପମେଣ୍ଟ। ଏଇଟା ବର୍ତ୍ତମାନ ସମୟର ସବୁଠୁ ଗୋଟେ ହଟ୍ ଆଉ ସେନ୍ସିଟିଭ ଟପିକ ବୋଲି କହିଲେ କୌଣସି ଦ୍ୱିରୁକ୍ତି ହବନି। କାରଣ ଆଜି ଅର୍ଥର ପ୍ରয়োଜନୀୟତା, ଅର୍ଥର ମହତ୍ଵ, ଅର୍ଥର ବାହୁଲ୍ୟତା ଆମମାନଙ୍କ ଉପରେ ଗୋଟେ ବିଶାଳ ପ୍ରଭାବ ପକେଇଛି। ଯୋଉଠିକି ଆମେ ଯାଉ, ଯୋଉ ଦେଶକୁ ଯାଉ, ଯୋଉ ଗୋଟେ ଜିନିଷ କିଣିବାକୁ ଯାଉ, କିଛି ଗୋଟେ କାମ କରିବାକୁ ଯିବୁ, ସେଠି ଅର୍ଥର ପ୍ରାଚୁର୍ଯ୍ୟ ଆଉ ଅର୍ଥର ପ୍ରାଦୁର୍ଭାବ, ଅର୍ଥର ଅପବିନିଯୋଗ, ତାର ସୁବିନିଯୋଗ ସବୁ ଗୁଡାକ ଆମ ମାନଙ୍କର ଉପରେ ଗୋଟେ ଗୁରୁତର ପ୍ରଭାବ ସୃଷ୍ଟି କରୁଛି। ଠାକୁରଙ୍କର এই ଅର୍ଥନୀତିର ଉପରେ ଶାଶ୍ୱତୀ ସମ୍ବିତି ଆଉ ସମାଜ ସନ୍ଦୀପନା ଇତ୍ୟାଦି ବହିରେ ବହୁତ କଥା ରହିଛି। ଆଉ ବର୍ତ୍ତମାନ ସମୟରେ ୟାର ପ୍ରାସଙ୍ଗିକତାକୁ ଏଡା ଯାଇ ମଧ୍ୟ ନପାରେ। ତେଣୁ ଆମେ ଯଦି ବିଶେଷ ଭାବରେ ଗୋଟେ ନଜର ପକେଇବା ଯେ ବର୍ତ୍ତମାନ ସମୟ ପାଇଁ ଆମର ଅର୍ଥନୀତିଟା କେତେ ଗୁରୁତ୍ୱପୂର୍ଣ୍ଣ ଆମ ମାନଙ୍କ ନିକଟରେ, ସେଇଟାକୁ ଆମେ ସ୍ପଷ୍ଟ ଭାବରେ ଅନୁଭବ ବି କରିପାରିବା। ପ୍ରଥମେ ଅର୍ଥନୀତି କୋଉଠୁ ଆରମ୍ଭ ହଉଛି? ଆମ ମାନଙ୍କର ପରିବାରରୁ। ପ୍ରଥମେ ବ୍ୟକ୍ତି ବିଶେଷରୁ ବ୍ୟକ୍ତି ଅର୍ଜନ କରୁଛି, ତାପରେ ପରିବାରକୁ ଦେଖୁଛି, ତାପରେ ତାର ପରିବେଶ, ତାପରେ ତାର ରାଜ୍ୟ, ତାପରେ ତାର ଦେଶ ରାଷ୍ଟ୍ର ବୋଲି ଯୋଉଟା କହୁଛେ, ତାପରେ ଟୋଟାଲ ଗ୍ଲୋବାଲ ଇକୋନୋମି ବା ସମଗ୍ର ପୃଥିବୀର ଅର୍ଥନୀତି। ଠାକୁର ବାଣୀଦେଇ ପ୍ରଥମେ କହୁଛନ୍ତି ଯେ କୁଶଳ କୌଶଳରେ ଗୃହସ୍ଥାଳୀ ବ୍ୟାପାରକୁ ଏପରି ଭାବେ ନିୟନ୍ତ୍ରିତ କରିବା ଯେପରିକି ଗୃହସ୍ଥାଳୀର ଯାହା କିଛି ପାରସ୍ପରିକ ସହଯୋଗିତାରେ ଉପଚୟରେ ସମ୍ବର୍ଦ୍ଧିତ ହୋଇ ଚାଲେ। ଅର୍ଥନୀତିର ମୂଳ ମନ୍ତ୍ର ହଉଛି ତାହା। ତାମାନେ ଟ୍ୟାକ୍ଟଫୁଲି ହ୍ୟାଣ୍ଡେଲ, କୁଶଳ କୌଶଳୀ, ଚାଲାକ ଚତୁର କୌଶଳ ଭାବରେ ଗୃହର ଯେକୌଣସି ସମସ୍ୟାକୁ ଏଭଳି ଭାବରେ ନିୟନ୍ତ୍ରିତ କରିବା ଯେମିତି ଗୃହସ୍ଥାଳୀରେ ଯାହା କିଛି ପାରସ୍ପରିକ ସହଯୋଗିତା, ପରିବାରର ପ୍ରତ୍ୟେକଟି ଲୋକଙ୍କର ସହଯୋଗିତାରେ ଉପଚୟର ସମ୍ବର୍ଦ୍ଧିତ ହେଇ ଚାଲିବା, ସେଇଟା ହଉଛି ଅର୍ଥନୀତିର ମୂଳ ମନ୍ତ୍ର। ପୁଣି କହୁଛନ୍ତି ଯେଉଁ ଅର୍ଥନୀତି ଗୃହସ୍ଥାଳୀକୁ ସୁଷ୍ଠୁ, ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧ, ପ୍ରଗତିକ୍ରିୟ ସମ୍ବନ୍ଧୀଶାଳୀ କରି ତୋଳେ ନାହିଁ, ତାହା କୃତାନ୍ତକୀ ମାନେ ଯମର ଦୂତ, ଅର୍ଥାତ କୃତ ବା କୃତିକୁ ହିଁ ସେ ନିଶେଷ କରି ଆଣେ। ବର୍ତ୍ତମାନ ପଏଣ୍ଟ ହଉଛି ଯେ ଅର୍ଥ କଣ? ଟଙ୍କାକୁ ଆମେ ସମସ୍ତେ ବୁଝୁ। ଅର୍ଥଟା ନଥିଲେ ତ ଅର୍ଥନୀତି ଆସିବନି, କାରଣ ଅର୍ଥନୀତି ତ ଆମ ମାନଙ୍କର ମେରୁଦଣ୍ଡ, ଆମ ମାନଙ୍କର ମାନଦଣ୍ଡ। ତ ତୁମର ପ୍ରଚେଷ୍ଟା ବା ପରିଶ୍ରମ ଯାହା ପ୍ରାପ୍ତି ଘଟାଏ ସେଇଟା ହେଲା ଅର୍ଥ। ତାପରେ ଆମେ ପରିଶ୍ରମ କରି ଯେତିକି ଅର୍ଜନ କରୁଛେ, ଯାହା ଆମକୁ ପ୍ରାପ୍ତ ହଉଛି, ସେଇଟା ହେଲା ଆମର ଅର୍ଥ। ଆଉ ଏଇଟା ଯେମିତି ସାର୍ଥକ ହୁଏ, ସେଇଟା ହିଁ ହଉଛି ଆମର ସାର୍ଥକତା ଆଉ ସ୍ୱାର୍ଥ। ତେଣୁ ସେବା ଯେଉଁଠି ନାହିଁ ସେଠି ପାଇବା ମଧ୍ୟ ଘଟେ ନା। ସେ କ୍ଷେତ୍ରରେ ବଳକାରକ, ରସାୟନ ଆଉ ପ୍ରତିକ୍ରିୟାରେ ମଧ୍ୟ ଆମକୁ ସେଇଟା ନଷ୍ଟ କରେ। ଏବେ ପ୍ରଥମ ପଏଣ୍ଟ ଯେ ଆମ ମାନଙ୍କୁ କଣ କରିବାକୁ ହବ
କେତେ ଗୁଡେ ଜିନିଷ ଆମକୁ ଜଗିବାକୁ ପଡିବ, କାରଣ ଅର୍ଥନୀତିରେ ସମୃଦ୍ଧ ହବା ମାନେ ଦାରିଦ୍ର୍ୟଟାକୁ କାଟିବା। ପ୍ରଥମ ପଏଣ୍ଟ ଠାକୁର କହୁଛନ୍ତି ଯେ ଆମ ମାନଙ୍କୁ ଲାଭ, ଆମେ କହୁଛେ ଲାଭ ଦରକାର। ବ୍ୟବସାୟ ଯେତେବେଳେ ଆମେ କରୁଛେ ବା କିଛି ଗୋଟେ ଇନଭେଷ୍ଟ କରୁଛେ, ଆମ ମାନଙ୍କୁ ଲାଭ ହବା ଦରକାର। ଠାକୁର କହୁଛନ୍ତି ଏପରି ଭାବରେ ଖର୍ଚ୍ଚ କର ଯହିଁରେ ତୁମଙ୍କର ଲାଭ ହବ, ଆଉ କର ମଧ୍ୟ ସେପରି ଯେମିତି ପାଇବ ହିଁ ତୁମେ ପାଇବ। ଏପରି ଭାବରେ ତମେ ଖର୍ଚ୍ଚ କର ଯହିଁରେ ତମର ଲାଭ ହବ। ତାମାନେ ଖର୍ଚ୍ଚଟା ଖର୍ଚ୍ଚି ପାଇଁ ନୁହେଁ, ମିତବ୍ୟୟୀ ପାଇଁ, ବଦ ଖର୍ଚ୍ଚି ପାଇଁ ନୁହେଁ। ଅଛି ବୋଲି ଖର୍ଚ୍ଚ କରି ଚାଲିବା ପୁରା ଆକାଉଣ୍ଟ ଜିରୋ, ସେମିତି ନୁହେଁ। ଖର୍ଚ୍ଚ ସେତିକି ଟିକେ କରିବା ଦରକାର, 4 ଭାଗରୁ ଭାଗେ କରିବା ଦରକାର, ଯେମିତି ଆଉ 3 ଭାଗ ତୁମେ ଅଲଗା ଜାଗାରେ ବି ରଖିବ। କାରଣ ଆମେ ଯେତେବେଳେ ଅର୍ଥନୀତିର ଗୋଟେ କଥା ରଖୁଛେ, ସେତେବେଳେ ଆମର ପରିବାରର ପ୍ରତ୍ୟେକଟି ଜିନିଷଟା ଆମର ସାମ୍ନାରେ ଆସୁଛି। ରମାକାନ୍ତ ଭାଇ ଅଡିଓ କଟିଗଲା। ରମାକାନ୍ତ ଭାଇ, ହ୍ୟାଲୋ। ରମାକାନ୍ତ ଭାଇ, ଅଡିଓ କଟି ଯାଇଛି। ହ୍ୟାଲୋ ରମାକାନ୍ତ ଭାଇ, ହ୍ୟାଲୋ। ନେଟୱାର୍କ କଟି ଯାଇଛି, ଗୋଟେ ମିନିଟ୍ ଆସୁଛି। ହ୍ୟାଲୋ ରମାକାନ୍ତ ଭାଇ ଆସୁଛନ୍ତି, ତାଙ୍କର ଅଡିଓ କଟି ଯାଇଛି ନେଟୱାର୍କ ପ୍ରୋବ୍ଲେମ ଯୋଗୁଁ। ଆସୁଛନ୍ତି, ଆପଣମାନେ ଧୈର୍ଯ୍ୟ ଧରନ୍ତୁ। ହଁ ହ୍ୟାଲୋ, ଆସିଗଲେ। ତ ହଁ ରମାକାନ୍ତ ଭାଇ କୁହନ୍ତୁ। ହଁ, ହଁ, ସମସ୍ତଙ୍କର ଇନକମ ର ସୋର୍ସ ସମସ୍ତଙ୍କର ଏକା ଭଳି ନୁହେଁ। ତ ପ୍ରତ୍ୟେକଟି ଲୋକ ତା ନିଜ ଅନୁସାରେ ଡିସାଇଡ କରିବ ବା ସମାଧାନ କରିବ ଯେ କୋଉ ଭଳି ଭାବରେ ତାର ବଜେଟ ଟାକୁ ସେ ମ୍ୟାନେଜ କରିବ। ଏବେ ଏଇ ବଜେଟ ମ୍ୟାନେଜ ର ପ୍ରୋସେସ ଆସୁ ଆସୁକା ଗୋଟେ କଥା ମୁଣ୍ଡକୁ ଆସିବ ଯେ ଆମେ ମାନେ କଣ ପ୍ରକୃତରେ କେବେ ଏତିକି ସାମର୍ଥ୍ୟବାନ ହେଇପାରିବା ଯୋଉଠି ଆମ ମାନଙ୍କର ଦୈନନ୍ଦିନ ରୋଜଗାରର କ୍ଷମତା ଟା ବୃଦ୍ଧି ପାଇଯିବ। କାରଣ ଆମର ଟପିକ ରହିଛି ଅର୍ଥନୀତିର ସମୃଦ୍ଧି। ତ ସେଥିପାଇଁ ଆମ ମାନଙ୍କୁ ପଢିବାକୁ ପଡିବ କଣ ନା ପ୍ରଚୁର ପରିଶ୍ରମ। ଶ୍ରମ ଯୋଉଠି ନାହିଁ ସେଠି ମଣିଷ ପାଏ ନା। ଆଉ ଗୋଟେ କଥା, ଖାଲି ଶ୍ରମ ଅନୁସାରେ ଯେ ଫଳ ମିଳିବ ତା ବି ନାହିଁ। ଆମ ମାନଙ୍କୁ କୁଶଳ କୌଶଳ ହୋଇ ବିଭିନ୍ନ ଦିଗ ଗୁଡାକୁ ମଧ୍ୟ ମାଡିବା ଦରକାର। ଆମ ମାନଙ୍କୁ ପ୍ରକୃତରେ ବୁଦ୍ଧି ଜଣା ହିଁ ନାହିଁ ଯେ ଇନକମ ର ସୋର୍ସ କେମିତି ହବ। ଯେମିତି ଦେଖନ୍ତୁ, ଆମର ଦେଶରେ ଅନେକ ସରକାରୀ ଚାକିରିକୁ ଖୁବ ଭଲ ପାଆନ୍ତି। ଆମର ବର୍ତ୍ତମାନର ଯୋଉ ଲୋକ ଅଛନ୍ତି ତାଙ୍କର ମାଇଣ୍ଡ ର ସେଟଅପ୍ ଟା ହଉଛି ସେଇଆ ଯେ ଆମେ ଗୋଟେ ଭଲ ଚାକିରି କରିବୁ, ଆମର ମାସକୁ 1 ଲକ୍ଷ 2 ଲକ୍ଷ ଭଳିଆ ଇନକମ ଆସିବ। କିନ୍ତୁ ଆପଣ ଯୋଉମାନେ ଉନ୍ନତ ଦେଶ, ବର୍ତ୍ତମାନ ପରିପ୍ରେକ୍ଷୀରେ ଆପଣ ଦେଖନ୍ତୁ ଆମେରିକା ହଉଛି ଗୋଟେ ବିଶାଳ ଦେଶ, ଯାହାର ଇକୋନୋମି ଭାରତର ଇକୋନୋମିର 5 ଗୁଣା, $1 ଟ୍ରିଲିୟନ। ଅବଶ୍ୟ ନିଶ୍ଚିନ୍ତ ରୂପରେ ବଡ ଦେଶ, ବହୁତ ରାଜ୍ୟ, ତେଣୁ ତାର ଇକୋନୋମି ନିହାତି ରୂପରେ ଅଧିକା ହବ ହିଁ। କିନ୍ତୁ ଦେଖିବା ଦରକାର ଯେ ତାଙ୍କର ଇନକମ ର ସୋର୍ସ କଣ। କାରଣ ପ୍ରତ୍ୟେକଟି ଦେଶର ଇନକମ ର ସୋର୍ସ ଟା ବି ଅଲଗା ନା। ଯେମିତି ଆପଣ ଯଦି ସାଉଦି ଆରବ ଯିବେ ସେ ତେଲ ବିକିକି ଧନୀ, ଆପଣ ଭେନିଜୁଏଲା ଯିବେ ତେଲ, କାରଣ ତାଙ୍କର ସେଠି ତେଲଟା ମିଳେ।
ଆମର ଏଇଠି ଆମେ ତେଲ ବିକିକି ପଇସା କାହାଠୁ ଆଣିପାରିବାନି, ବରଂ ଆମେ ଅଲଗା ଦେଶଠୁ ତେଲ କିଣୁଛେ, କାରଣ ଆମର ସୋର୍ସ ରେ ସେଟା ନାହିଁ। ତ ପ୍ରତ୍ୟେକଟି ଦେଶର ଭୌଗୋଳିକ ସୀମାରେଖା ଅନୁସାରେ ନିରୂପଣ ହେଇଛି ତାର ଯୋଉ ଅର୍ଥନୀତିର ବ୍ୟାରିକେଡ। କୋଉ ଦେଶର ସୀମାରେଖାରେ କଣ ରହିଛି, ସେ କେମିତି ଇନକମ ସୋର୍ସ କରିପାରିବ, ଏଇ ଅନୁସାରେ ଆମର ବଢିଛି। ସେଇଥିପାଇଁ ଠାକୁର ବାଣୀ ଦେଇ କହୁଛନ୍ତି ଯେ ପଇସା ଯେଉଁଠାରେ ଯେତେ ଶସ୍ତା, ଦେଶର ମଧ୍ୟ ସେଠାରେ ସେତେ ଦୁରାବସ୍ଥା। ଯେମିତି ଆପଣ ଦେଖନ୍ତୁ ଆଫ୍ରିକା, ସେଠି ବହୁତ ଗରିବ ଲୋକମାନେ ଅଛନ୍ତି, କାରଣ ତାଙ୍କର 1000 ସିଲିଂ ର ଦାମ ଟା ବି ଆମ ମାନଙ୍କର ଏଠି 30-40 ଟଙ୍କା ହବ। ତ କେତେ ତାଙ୍କର ପଇସା ଶସ୍ତା ଦେଖ। ଆଉ ଆଧିପତ୍ୟ କରେ ସେଠାରେ ଆଦର୍ଶହୀନତା, କର୍ମମୁଖତା, କର୍ମ ବିମୁଖତା, ଅସହଯୋଗିତା। ଆଉ ଏମାନେ ବି ଚାଲନ୍ତି ପୁଣି ଅସାଧୁତାର ପୃଷ୍ଠପୋଷକତାରେ। ଲୋକମାନେ ବି ଇଲିଟରେଟ, ତାଙ୍କର ମଧ୍ୟ ସେମିତି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏଇ ସବୁଟା ନାହିଁ। ତ ଏମିତି ଯଦି ଆପଣ ନଜର ପକେଇବେ, ବହୁତ ଗରିବ ଦେଶ ବି ଅଛନ୍ତି, ଧନୀ ଦେଶ ମାନଙ୍କର ସଂଖ୍ୟା ବହୁତ କମ, କିନ୍ତୁ ପ୍ରାୟତଃ ଗରିବ ଦେଶ ମାନଙ୍କର ସଂଖ୍ୟା ବହୁତ ଅଧିକା। ତ ଏଇ ଗରିବୀଟା କାହିଁକି? ଅର୍ଥନୀତିର ଭାରସାମ୍ୟ ଆମେ ମାନେ କାହିଁକି ରକ୍ଷା କରିପାରୁନୁ? ଏ କାହିଁକିର ଉତ୍ତର ଯଦି ଆମେ ଖୋଜିବାକୁ ଯିବା, ପ୍ରଥମ କଥା କି ଆମ ମାନଙ୍କର ଚଳଣିରେ ରହିଛି ଅସାଧୁତା, ଅନେଷ୍ଟି ନାହିଁ, ଠକିକି ମାରିକି ଖାଇବାର ଟେଣ୍ଡେନ୍ସି ଅଛି। କିଏ ଗୋଟେ ଜିନିଷ ଧରାଯାଉ ଜଣକୁ 2ଟା ବ୍ୟାଗ ଦିଆଯିବ, ଆଉ ଖୋଲା ଛାଡି ଦିଆଯିବ, କିଛି କୁହାହବନି, କେବଳ ଦୂରରେ ଥାଇକି ଅବଜର୍ଭ କରାଯିବ। ଲୋକ ଯୋଉ ଦେଖିବ ତାର ଚାରି ପାଖରେ କେହି ନାହାନ୍ତି, ସେ 2ଟା ବ୍ୟାଗ ପାଇବା ସତ୍ତ୍ୱେ ମଧ୍ୟ ସେ ଚାହିଁବ କି ମୁଁ 10-15ଟା କେମିତି ଲୁଚେଇ ଲୁଚେଇକି ନେଇଯାଏ। ଏଇଟା ଭାରତର ଲୋକଙ୍କ ପାଖରେ ବହୁତ ଅଲଗା ପୁଅର ଦେଶ ଯୋଉମାନେ ସେଠି ରହିଛି। କିନ୍ତୁ ଯୋଉଠି ଦେଖନ୍ତୁ ରିସୋର୍ସ ର ପ୍ରାବଲ୍ୟତା ରହିଛି, ସେଇଠି ଆପଣ କଣ କରିବେ? ବାଣ୍ଟିବେ। ଧରାଯାଉ ଆପଣ ଜଣିଏ ଲୋକ, କିନ୍ତୁ ଆପଣଙ୍କୁ ଦିଆଯିବ 5 ଲିଟର କ୍ଷୀର। ଆପଣ ତ 5 ଲିଟର କ୍ଷୀର କେବେ ପିଇ ପାରିବେନି, ଆପଣ ନିହାତି ରୂପେ ତାକୁ ବିକିବେ, ବା ଯଦି ଆପଣଙ୍କ ସ୍ନେହ ସମ୍ପର୍କ ଥାଏ ତାକୁ ଆପଣ ବାଣ୍ଟିବେ। ତ ସବୁଦିନ ତ ବାଣ୍ଟିବେନି, ସବୁଦିନ ଆପଣ ବିକିବାର କଥାଟା ଚିନ୍ତା କରିବେ। ତାମାନେ ଆପଣ ଜଣିଏ ଲୋକ, କିନ୍ତୁ ଆପଣଙ୍କ ପାଖରେ ରିସୋର୍ସ ବା ସମ୍ବଳ ବହୁତ ଅଧିକା। ତ ଅନେକ ଦେଶ ବି ସେୟା ଅଛନ୍ତି ଯୋଉଠି ଜନସଂଖ୍ୟା ବହୁତ ହି କମ ଆଉ ସମ୍ବଳ ଟା ବହୁତ ଅଧିକା। ଆଉ ଭାରତ ଭଳି ପୃଥିବୀର ସବୁଠୁ ବହୁତ ଜନସଂଖ୍ୟା ବିଶିଷ୍ଟ ଦେଶରେ ସମ୍ବଳ କମ, ଲୋକ ସଂଖ୍ୟା ବହୁତ ଅଧିକା। ତ ଏଇ ପ୍ରକାରର ଦେଶରେ ଆମର ଭାରସାମ୍ୟ ଟାକୁ ଆମେ ମାନେ ରକ୍ଷା କରିପାରୁନା। ସେଥିପାଇଁ ଠାକୁର କହୁଛନ୍ତି କରିବାକୁ ପଡିବ ଆମ ମାନଙ୍କୁ ଉତ୍ପାଦନ। ଉତ୍ପାଦନ ଯେଉଁଠାରେ ବିପୁଳ, ହୃଦୟ ସେଠାରେ ପ୍ରତୁଳ। କିନ୍ତୁ ଆପଣ ଦେଖନ୍ତୁ ଭାରତର ସିନାରିଓରେ, ଓଡିଶାରେ ସ୍ପେସିଆଲି ଚାଷ ବାସ ପୁରା ନୀଲ ହେଇଯାଇଛି। ଉତ୍ପାଦନ ହଉନି, ଆମେ ବାହାରୁ ଖାଲି ଆମଦାନୀ କରୁଛେ, ମଗଉଛେ। ଆନ୍ଧ୍ରରୁ ମଗେଇବା, ଆମେ ଉତ୍ତରପ୍ରଦେଶରୁ ମଗେଇବା, ଆମେ ବେଙ୍ଗଲରୁ ମଗେଇବା, କିନ୍ତୁ ଆମର ନିଜସ୍ୱ ସମ୍ପଦ କୋଉଠିକି ଯାଉଛି? ଆମର ମାଟି କଣ ଅନୁର୍ବର କି? ଆମର ସରକାର ସେଇ ପ୍ରୋତ୍ସାହନ କାହିଁ ଦଉନାହାନ୍ତି? ଆମର ପିଲାମାନେ କାହିଁକି ଉତ୍ପାଦନ, କୋଉ ବି ଉତ୍ପାଦନ ହେଇପାରେ, ସବୁ ଯେ ମାଟିରୁ ଉତ୍ପାଦନ ହବ ତାର କିଛି ମାନେ ନାହିଁ। ବିଭିନ୍ନ ପ୍ରକାରର ପ୍ରଡକ୍ଟ ରହିଛି, ସାମଗ୍ରୀ ରହିଛି, ଯୋଉଟା କି ଆମେ ପ୍ଲାଷ୍ଟିକ ରୁ ବି କରୁଛେ, ଆମେ ଲୁହାରୁ କରିବା, ତମ୍ବାରୁ କରିବା, ବିଭିନ୍ନ ଭାବରେ ତାକୁ କରାଯାଇପାରେ। କିନ୍ତୁ କାମ ନ କରି ଲୋକ ବସି ରହି କେବଳ 10ଟାରୁ 4ଟା ବସି ରହିବ, ଆଉ ତାର ଇନକମ ର ସୋର୍ସ ବଢିଯିବ। ଏଇ ପ୍ରକାରର ଅନେକ ବୃଥା ଚିନ୍ତାଧାରା ଓଡିଶାର ଲୋକଙ୍କର ମନରେ ପ୍ରାୟତଃ, ଯୁବପିଢିଙ୍କର ମନରେ ପ୍ରାୟତଃ ରହିଛି। ସେଥିପାଇଁ ଠାକୁର କହୁଛନ୍ତି ଯୋଉଠି ଆଦର୍ଶ ପ୍ରାଣତା, ସହଯୋଗିତା, କର୍ମ ପ୍ରାଣତା
ସାଧୁ ତତ୍ପରତାରେ ଉଚ୍ଛଳ ନ ହେଇ ଚାଲେ, ସେଠାରେ ଅର୍ଥନୀତିର ବିପର୍ଯ୍ୟୟ ହିଁ ଘଟେ। ଆଉ ଉତ୍ପାଦନ ଉଚ୍ଛଳ ହବ ସେଇଠାରେ ଯେଉଁଠାରେ ଶକ୍ତି ଉତ୍ପାଦନୀ ସାମଗ୍ରୀ ଶସ୍ତା। ଦେଖନ୍ତୁ ଠାକୁର ଟ୍ରିକ୍ସ ବି ଦେଲେ ଯେ ଉତ୍ପାଦନ କହିଲେ ଆମେ ତ ଏମିତି ଡାଲି ଚାଉଳ ପନିପରିବା ଏସବୁ ତ ଉତ୍ପାଦନ ନିହାତି ଖାଇବା ପାଇଁ ଦରକାର, କିନ୍ତୁ ଠାକୁର କ୍ଲିୟରଲି ମେନସନ କଲେ ଯେ ଉତ୍ପାଦନ ଉଚ୍ଛଳ ହୁଏ ସେଇଠାରେ ଯେଉଁଠାରେ ଶକ୍ତି ଉତ୍ପାଦନୀ ସାମଗ୍ରୀ ଶସ୍ତା, ପୁଣି କଞ୍ଚାମାଲର ଆମଦାନୀ ମଧ୍ୟ ପ୍ରଚୁର। ଲୋକ ମଧ୍ୟ ନିଷ୍କର୍ମା ରହିବାକୁ ଚାହାନ୍ତି ନାହିଁ, ବ୍ୟାପୃତ ମଧ୍ୟ ରଖାଯାଏ ସେମାନଙ୍କୁ। ଲୋକଙ୍କୁ ଏନଗେଜ କରିକି ରଖାଯିବ କୋଉଠି ନା ଶକ୍ତି ଉତ୍ପାଦନୀ ସାମଗ୍ରୀ। ଶକ୍ତି କହିଲେ ଆମେ କଣ ବୁଝୁଛେ ଦେଖନ୍ତୁ, ବିଜୁଳି ଶକ୍ତି ଯୋଉଟା କି ଆମର ପେଟ୍ରୋଲରୁ ବାହାରୁଛି, ଗାଡି ମାନଙ୍କରେ ଡିଜେଲ ରୁ ବାହାରୁଛି। ତ ଶକ୍ତି ଉତ୍ପାଦନୀ ସାମଗ୍ରୀଟା ଶସ୍ତା ହେବା ଦରକାର। କିନ୍ତୁ ଆମ ମାନଙ୍କର ଇଲେକ୍ଟ୍ରିକ ବିଲ୍ କେତେ ସଂଖ୍ୟାରେ କାଉଣ୍ଟ ହଉଛି, ଇଲେକ୍ଟ୍ରିକ କେମିତି ପ୍ରଡ୍ୟୁସ ହଉଛି, କୋଇଲାରୁ, ଟର୍ବାଇନ ଘୁଡେଇକି ପାଣିରୁ, ବିଜୁଳି ଶକ୍ତି ପବନରୁ, ବିଭିନ୍ନ ସୋର୍ସ ରହିଛି, ବିଭିନ୍ନ ସୋର୍ସ ରହିଛି ଉତ୍ପାଦନ କରିବା ପାଇଁ, ବିଭିନ୍ନ ଭାବରେ ଉତ୍ପାଦନ କରାଯାଏ। କିନ୍ତୁ ଏହାର ଟ୍ୟାକ୍ସ କେତେ, କେତେ ପରିମାଣରେ ବିକ୍ରି ହଉଛି, କେମିତି ଉତ୍ପାଦନ ହଉଛି, ଏଇ ଉପରେ ଯଦି ସରକାର କାମ କରିବେ ତାହେଲେ ଆମର ଦେଶରେ ବହୁତ ଶସ୍ତା ହେଇଯିବ ବିଜୁଳି। ଏଇଟା ଗୋଟେ କଥା, କାରଣ ବିନା ମାନେ ବର୍ତ୍ତମାନ ଟାଇମରେ ଇଲେକ୍ଟ୍ରି ବିନା ତ ଆମେ କିଛି କରି ହିଁ ପାରୁନେ। ଆପଣ ଘରେ ବି ଦେଖି ପାରୁନାହାନ୍ତି ବିନା ଲାଇଟରେ। ଆମର କମ୍ପ୍ୟୁଟର, ଲ୍ୟାପଟପ୍, ଆମର ପାଣି ଉଠେଇବା ମଟରରେ, ଯାହାବି ଯାହାବି ଆପଣ ଜିନିଷ ଦେଖନ୍ତୁ ସବୁ ବିଜୁଳି ବତିର ଉଦ୍ଭାବନ ପରେ ହିଁ ହେଇଛି। କାଟିଲେ ସେ ମେସିନ କାଟୁଛନ୍ତି, ଆପଣ ସିମେଣ୍ଟ ଗୋଳେଇଲେ ମଧ୍ୟ ସେଇଥିରେ କରୁଛନ୍ତି, କାରଣ ମେସିନ ଗୋଳଉଛନ୍ତି ସେଥିପାଇଁ ବି ତ ଇଲେକ୍ଟ୍ରିକ ଚାର୍ଜ ଦରକାର ମେସିନ ଚାଲିବା ପାଇଁ। ତ ଏଇ ସବୁଟା ହଉଛି ବିଜୁଳିର, ତେଣୁ ଶକ୍ତି ଉତ୍ପାଦନୀ ସାମଗ୍ରୀ ମୁଖ୍ୟତଃ ଆମ ମାନଙ୍କର ବିଜୁଳି। ତା ଛଡା ଏଇ ଯେତେ ସବୁ ଥର୍ମାଲ ଏନର୍ଜି ହେଲା, ୱିଣ୍ଡ ପାୱାର ଏନର୍ଜି ହେଲା, ଜିଓ ଥର୍ମାଲ ଏନର୍ଜି ହେଲା, ଏଇ ଶକ୍ତି ଗୁଡାକ ଆମ ମାନଙ୍କର ବହୁତ ଦରକାର। କାରଣ ଯେତେ ଶକ୍ତି ଆସିବ ସେତେ ଆମେ କାମଟାକୁ ଆଗେଇ ନେଇପାରିବା। ତେଣୁ ଏଇଟାକୁ ଆଗ ଶସ୍ତାରେ ମିଳିବା ଦରକାର, ତାହେଲେ ଦେଖିବେ ଲୋକ ବହୁତ ଜୋରରେ କାମ କରିବା ଆରମ୍ଭ କରିବେ। ଆଉ ୟାର ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ଦେଖନ୍ତୁ ଚାଇନା। 2013 ଚାଇନାର AQI ଇଣ୍ଡେକ୍ସ, ବାୟୁମଣ୍ଡଳର ପ୍ରଦୂଷଣର ଯୋଉ ଏୟାର କ୍ୱାଲିଟି ଇଣ୍ଡେକ୍ସ ବୋଲି କହନ୍ତି, ଥିଲା 900 ପାର ହେଇଯାଇଥିଲା। ଭାରତରେ ନର୍ମାଲି 700 ପାର ହଉଛି, କିନ୍ତୁ କୌଣସି ସତର୍କତା ନାହିଁ, ଆଲର୍ଟନେସ୍ ନାହିଁ। କିନ୍ତୁ ଆଜି 2025 ବିଦାୟ ନବ ଆମମାନଙ୍କ ପାଖରୁ, କିନ୍ତୁ ଆପଣ ଦେଖନ୍ତୁ ଭାରତରେ ପଲ୍ୟୁସନ ରେଟ୍ କେତେ, ଚାଇନାରେ ପଲ୍ୟୁସନ ରେଟ୍ ନିଲ୍ ହେଇଛି। ମୋର ମନେ ଅଛି ଆମେ +2 ରେ ଗୋଟେ ବହି ପଢୁଥିଲୁ 2005-7ରେ, ସେ ବହି ତା ବି ପୂର୍ବରୁ ଲେଖା ହେଇଛି। ହଂକଂ ଯୋଉଟା ଚାଇନାର ସେପଟ ବର୍ଡରରେ ରହିଛି, ଚାଇନା ଦ୍ୱାରା ଗାଇଡେଡ ମଧ୍ୟ ସେଟା, କିନ୍ତୁ ସେପାରେଟ ଦେଶ, ସେଟା ପୃଥିବୀର ମୋଷ୍ଟ ପଲ୍ୟୁଟେଡ ସିଟି ଥିଲା। ଆଜି କିନ୍ତୁ ପ୍ରଦୂଷଣରୁ ମୁକ୍ତ ହେଇଛନ୍ତି କେବଳ ଇଲେକ୍ଟ୍ରିକ ଗାଡି ପ୍ରଚଳନ ଯୋଗୁ। ଆମର ମଧ୍ୟ ଇଲେକ୍ଟ୍ରିକ ଗାଡି ଆସିଲାଣି, ଭାରତରେ ବହୁତ ଲୋକ କିଣୁଛନ୍ତି, କିନ୍ତୁ ଇଲେକ୍ଟ୍ରିକ ଗାଡି ଆମ ମାନଙ୍କର କନଜ୍ୟୁମେବଲ ହେଇପାରିନି। କାହିଁକି? ସେଟା କୋଉ ମାନଙ୍କ ପାଇଁ ହେଇଛି ନା ଆମେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବା, ରହିବା, ତାପରେ ପୁଣି ଆସିବା। କିନ୍ତୁ ନର୍ମାଲ ଗାଡି ଚଳାଚଳ, ବସ୍, ଏସବୁ ଯୋଉଟା ଡେଲି ଚଳାଚଳ କରୁଛି ତା ପାଇଁ ଇଲେକ୍ଟ୍ରି ହେଇନି, କିନ୍ତୁ ଚାଇନାରେ ସେ ସବୁ ହେଲାଣି। କାହିଁକି? କାରଣ ତାଙ୍କର ବିଭିନ୍ନ ଜାଗାରେ ସବୁ ଅଳ୍ପ ଅଳ୍ପ ଦୂର ଦୂର ବାଟ ମାନଙ୍କରେ
ରଖାଯାଇଛି କି ଇଲେକ୍ଟ୍ରିକ ଷ୍ଟେସନ ଯୋଉଥିରେ କି ଚାର୍ଜ କରିହବ। ଆଉ ସେଥିପାଇଁ କିଛି ଗୋଟେ ବହୁତ ନୋମିନାଲ ଟ୍ୟାକ୍ସ, କିନ୍ତୁ ଇଣ୍ଡିଆରେ ଟ୍ୟାକ୍ସ ବହୁତ ଅଛି, ତେଣୁ ଲାଭ ହଉନି। ବହୁତ ନୋମିନାଲ ଟ୍ୟାକ୍ସରେ ଯଦି ଦିଆଯାଆନ୍ତା ତାହେଲେ ତା ହେଇପାରନ୍ତା, ପଲ୍ୟୁସନ ପଳନ୍ତା। କାରଣ ଫସିଲ ଫୁଏଲ ବର୍ଣ୍ଣିଂ ବା ଜୀବାଶ୍ମ ତୈଳ, ଏଇ ଯୋଉ ପେଟ୍ରୋଲ ଡିଜେଲ ଆପଣଙ୍କର ପେଟ୍ରୋଲିୟମ ଯେତେ ସବୁ ଆଲକାତରା, ଏଇ ସବୁରେ ବର୍ଣ୍ଣିଂ ହବାରୁ କାର୍ବନ ଡାଇଅକ୍ସାଇଡ ର କଣ୍ଟେଣ୍ଟ ବଢୁଛି ଆଉ ବାୟୁମଣ୍ଡଳ ଟା ପ୍ରଦୂଷଣ ହଉଛି। ତ ଇଲେକ୍ଟ୍ରିକରେ ଚାଲିଲେ ସେଇ ପ୍ରଦୂଷଣ ଟା ସମ୍ପୂର୍ଣ୍ଣ ବନ୍ଦ ହବ। କାରଣ ସମସ୍ତଙ୍କର ତ 3ଟା 4ଟା ଲେଖା କାର ବହୁତ କିଛି ରହିଛି। ଆମେ ତ ଯିବା ଆସିବାଟାକୁ କାହାର କମେଇ ଦେଇ ପାରିବାନି, କାରଣ ଇନକମ ର ସୋର୍ସ ବଢିବାକୁ ହେଲେ ଆମକୁ ଯିବାକୁ ହିଁ ପଡିବ। ଆଉ ଲୋକ ସୁବିଧାରେ ବି ଯିବ। ଅନେକ ଲୋକ ଆଜି ବି ଦେଖନ୍ତୁ ବସ ରେ ଟ୍ରାଭେଲ କରୁଛନ୍ତି, ଟ୍ରେନରେ କରୁଛନ୍ତି। ଆପଣ ଯଦି ୱେଷ୍ଟ ବେଙ୍ଗଲ ପଳେଇବେ, ସେଠି କେତେ ଯେ ଲୋକାଲ ଟ୍ରେନ ଚାଲୁଛି, ଆପଣଙ୍କ ମୁଣ୍ଡ ଖରାପ ହେଇଯିବ ସେ ହାୱଡା ଷ୍ଟେସନରେ ଦେଖିଲେ। ତାମାନେ ଭାରତର କେତେ ଲୋକ ଗରିବର ସୀମାରେଖା ଭିତରେ ଅଛନ୍ତି। ଲୋକ ଆଜି ବି ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରୁଛନ୍ତି, ଟ୍ରେନକୁ ଅପେକ୍ଷା କରୁଛନ୍ତି, କାରଣ ସମସ୍ତଙ୍କ ପାଖରେ ଓଲା ଉବେର ଯିବାର ସମ୍ବଳ ନାହିଁ, ସେମାନେ ବି ଏକ୍ସଟ୍ରା ଚାର୍ଜ ଡିମାଣ୍ଡ କରୁଛନ୍ତି। ତାମାନେ ଇନକମ ର ସୋର୍ସ ଆମ ମାନଙ୍କର ବହୁତ କମ, କିନ୍ତୁ ଟ୍ୟାକ୍ସ ଆମ ମାନଙ୍କର ବହୁତ ଅଧିକା। ସେଇଥିପାଇଁ ଠାକୁର ଏଇଟାକୁ ହିଁ ପ୍ରମୁଖ କହିଲେ ଯେ ଦେଖନ୍ତୁ, ଯେଉଁଠାରେ ଶକ୍ତି ଉତ୍ପାଦନୀ ସାମଗ୍ରୀ ଶସ୍ତା ଆଉ କଞ୍ଚାମାଲର ଆମଦାନୀ ବି ପ୍ରଚୁର। କଞ୍ଚାମାଲଟାକୁ ଆଣିବା, ତାକୁ ଆମେ ବିକିବା, ରପ୍ତାନୀ କରିବା, କିନ୍ତୁ ଆମର ଓଲଟା ହଉଛି, ଆମେ ଆମଦାନୀ କରୁଛେ କିନ୍ତୁ ଆମ ମାନଙ୍କର ରପ୍ତାନୀ ନାହିଁ, ସେଟା ଆମେ ନିଜେ କନଜ୍ୟୁମ କରୁଛେ। କଞ୍ଚାମାଲ ଗୁଡାକ ମାନେ ବହୁତ ଆସିବା ଦରକାର, ଯୋଉଟା ଅନପ୍ରୋସେସଡ, ବାହାର ଦେଶରୁ କମ ଦାମରେ ଆଣି ତାକୁ ଆମେ ବିକିବା। କିନ୍ତୁ ମାନେ ଏଇଟା ଗୋଟେ ବହୁତ ବଡ ଗୋଟେ ଦୁଃଖର କଥା ଯେ ଆମେ ମାନେ, ଆପଣ ଦେଖନ୍ତୁ ମ୍ୟାଗି ମଝିରେ, ଏଇଟା ସବୁ ଶିଖିବା ଦରକାର ଯେ ଠାକୁର କିଭଳି ଭାବରେ ଆମକୁ ବଢିବାକୁ କହୁଛନ୍ତି। ଆମେ ଯଦି ଗୋଟେ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରି ବି ଆରମ୍ଭ କରୁ, ମ୍ୟାଗି ଥିଲା ତା ନାଁରେ କମ୍ପ୍ଲେନ ଆସିଲା, ସେଠି ପତଞ୍ଜଳି ତାର ଅଟା ନୁଡଲ ବାହାର କରିଦେଲା, ତାପରେ ପୁଣି ମ୍ୟାଗି ମଧ୍ୟ ଆସିଗଲା, କାରଣ ମ୍ୟାଗିକୁ ଇଣ୍ଡିଆର ଲୋକ ଛାଡି ପାରିଲେନି। ବାହାର କମ୍ପାନୀ ମାନେ ଆମଠୁ କଞ୍ଚାମାଲ ନେଇ କମ ଦାମରେ ନେଇ ଆମକୁ ବିକି ଦଉଛନ୍ତି। ଆମର ହଳଦୀ, ଆମର ଲଙ୍କା, ଆମର ଅଦା, ଆମର ଏଠି ଏତେ ପରିମାଣର ଉତ୍ପାଦନ, କିନ୍ତୁ ଆମର ଲୋକମାନେ ତାକୁ ପ୍ରଡକ୍ଟ କରିକି ବିକିବା ଜାଣନ୍ତିନି। ଦୁଃଖର କଥାଟା ସେଇଆ। ଆମେ ବିକୁଛେ, ଅଦା ଖାଉଛେ, ହଳଦୀ ଖାଉଛେ, ମାର୍କେଟ ରୁ କିଣୁଛେ, କିନ୍ତୁ ତା ଚାଷ ପାଇଁ କେବେ ପ୍ରୋତ୍ସାହନ ଦିଆଯାଉନି। ଆପଣ ଦେଖନ୍ତୁ ପତଞ୍ଜଳି ତାକୁ କଣ କରୁଛି ନା, ହର୍ବାଲ ପ୍ରଡକ୍ଟ ହିସାବରେ ଏଥିରେ କ୍ୟାଣ୍ଡି କରିଦଉଛି, ଟିକେ ମିଠା ମିଠା ଲାଗିଲେ ଲୋକଙ୍କୁ ଖାଇବାକୁ ଭଲ ଲାଗିବ। ତ ସେଇଟା କାହିଁକି ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିରେ, କୁଟୀର ଶିଳ୍ପ ଭାବରେ ପ୍ରତ୍ୟେକଟି ଘରୁ ଗୋଟେ ପ୍ରୋତ୍ସାହନ ନ ଦିଆଯିବ? ଆଚ୍ଛା, ଆଉ ଗୋଟେ ଦେଖନ୍ତୁ ଆପଣ ଆମେରିକାର କଥା, ଯେ ଗଭର୍ଣମେଣ୍ଟ, ଆମେ ସମସ୍ତେ ଗଭର୍ଣମେଣ୍ଟ ଚାକିରିକୁ ବହୁତ ଭଲ ପାଉ। ତ ଗଭର୍ଣମେଣ୍ଟର ସଂଖ୍ୟା ଯୋଉଠି ଯେତେ କମ, ସେ ଦେଶ ସେତେ ଡେଭଲପ। କାରଣ ଗଭର୍ଣମେଣ୍ଟ କେବେ ଆପଣଙ୍କୁ 5 ଲକ୍ଷ 10 ଲକ୍ଷ ଟଙ୍କା ସାଲାରୀ ଦେଇ ହିଁ ପାରିବନି, କାରଣ ସେତେ ଟଙ୍କା ସେ ଦେଲେ ତାର ରାଜକୋଷ ଟା ଶୂନ୍ୟ ହେଇଯିବ। କିନ୍ତୁ ଆପଣ ଦେଖନ୍ତୁ ପ୍ରାଇଭେଟ କମ୍ପାନୀ ଗୁଡାକ ସବୁ ଦେଖୁଥିବେ, ଆଇଟି କମ୍ପାନୀ ସବୁରେ ଦରମା ଲୋକ 5 ଲକ୍ଷ 6 ଲକ୍ଷ ଯାଏଁ ବି ମାନେ ବର୍ତ୍ତମାନର ସିଚୁଏସନରେ ପାଉଛନ୍ତି। ମାନେ ଇଣ୍ଡିଆନ କରେନ୍ସିରେ ଦରମା ହେଇଥିବ ଯଦି 3 ଲକ୍ଷ, ବା ଓଡିଶାରେ ରହିକି ବି ଯଦି ଆପଣ 1 ଲକ୍ଷରୁ 1.5 ଲକ୍ଷ ଟଙ୍କା ମଧ୍ୟ ପାଆନ୍ତି, ତାହେଲେ ତ ଓଡିଶାରେ ରେଟ ବହୁତ କମ ହିଁ। ଆପଣଙ୍କର 50,000 ଟଙ୍କା ବି ଖର୍ଚ୍ଚ ଯାଉ, ଆପଣ ତ ଆହୁରି 50,000 ଟଙ୍କା ରଖିଦେଲେ। ଜଣେ ଯଦି ଏଇଠୁ ଥାଇକି ଅନଲାଇନ କାମ କରିକି 3 ଲକ୍ଷ ଟଙ୍କା କମେଇ ଦେଇ ପାରୁଛି, ତାହେଲେ ସେ ଏଠି ଖର୍ଚ୍ଚ କରୁ 1 ଲକ୍ଷ ଟଙ୍କା ବି ଓଡିଶା ପାଇଁ, ତାହେଲେ ତ 2 ଲକ୍ଷ ଟଙ୍କା ସେ ସେଭ କରିଦଉଛି। କିନ୍ତୁ ଓଡିଶାରେ କାମ କରୁଥିବା ଲୋକଟି, ଆପଣ ଦେଖନ୍ତୁ ସାଲିଆ ସାହି ବସ୍ତି ଉଚ୍ଛେଦ ହେଲା, ସେ ଲୋକମାନେ କହୁଥିଲେ, କହିଲେ ଆଜ୍ଞା ଦବୁ କେମିତି, ଘର ବହୁତ ଛୋଟ, ଆମେ ଅନେକ ଲୋକ ଅଛନ୍ତି ମାତ୍ର 10,000 ଟଙ୍କା ବି ମାସକୁ କମେଇ ପାରୁନାହାନ୍ତି।
ସେଇଥିରୁ ଆପଣ ଚିନ୍ତା କରନ୍ତୁ ଯେ ଆମ ଦେଶରେ କେତେ ଆର୍ଥିକ ଅସମତା ରହିଛି। ବଡ ବଡ ଶିଳ୍ପପତି ମାନେ ଟ୍ରିଲିୟନାର, ସାଧାରଣ ଲୋକ ମାସକୁ 10,000 ଟଙ୍କା ରୋଜଗାର କରିବା ପାଇଁ ବି ସଂଘର୍ଷ କରୁଛି। ଏଇଟା ଗୋଟେ ବିରାଟ ବଡ ଅସମତାର ସୂଚନା ଦଉନି କି? ଆଉ ଏ ଅସମତା କାହିଁକି? କାରଣ ଜଣଙ୍କ ପାଖରେ, ଯାହା ପାଖରେ ଅଛି ଅଛି, ଯାହା ପାଖରେ ନାହିଁ ନାହିଁ। ତାକୁ ବଢି ଉଠିବାର ଦିଗରେ ଏଠି କାହାର କୌଣସି ପ୍ରୋତ୍ସାହନ ନାହିଁ, ପ୍ରଚେଷ୍ଟା ନାହିଁ। କୃଷିକୁ ଭିତ୍ତି କରି, ଶିଳ୍ପକୁ ଭିତ୍ତି କରି, ଇଣ୍ଡଷ୍ଟ୍ରିକୁ ଭିତ୍ତି କରି ମଣିଷ ବଢିବ, ସେଇ ଦିଗରେ ଯୋଉ ଶ୍ରମ ଶିଳ୍ପର ଶିକ୍ଷାଟା ବି ନାହିଁ। ମଣିଷ ଖାଲି ନିଜେ କରୁଛି, କିନ୍ତୁ ଶ୍ରମ ଶିଳ୍ପଟା ପାଇଁ ଗୋଟେ ବିଧିବଦ୍ଧ ଟ୍ରେନିଂ ର ବ୍ୟବସ୍ଥା, ସ୍କୁଲ ମାନଙ୍କରେ ଗୋଟେ ଆୱାରନେସ ର ବ୍ୟବସ୍ଥା, ସରକାର ତା ପାଇଁ କିଛି ପଇସା ମଧ୍ୟ ଲୋକମାନଙ୍କୁ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଅଛି ପ୍ରୋଭିଜନ ଇଣ୍ଡିଆରେ, କିନ୍ତୁ କେହି ଜାଣନ୍ତିନି, ତା ବିଷୟରେ କିଛି ଆୱାରନେସ ନାହିଁ। ସରକାର କିନ୍ତୁ ତା ପାଇଁ ବଜେଟ ରଖୁଛନ୍ତି, ବଜେଟ ଯୋଉ ପ୍ରକାର ଖର୍ଚ୍ଚ ହବା କଥା ତାହା ହଉଛି, କିନ୍ତୁ ଲୋକଙ୍କୁ ଗ୍ରୋ ଅପ୍ କରିବା ପାଇଁ ନାହିଁ। ତ ଅସୁବିଧାଟା ସେଇଠି। ସେଥିପାଇଁ ଠାକୁର ବାଣୀଦି କହୁଛନ୍ତି ଯେ ଧନ ଯଦି ଶ୍ରମର ଉତ୍କର୍ଷୀ ଓ ଉପଚୟୀ ହୋଇ ତାର ବିହିତ ପରିପୋଷଣୀ ନ ହୁଏ, ତାହା ନିରର୍ଥକ, ତାହା ଆତ୍ମଘାତୀ, ତାହା ଜନ ଆଉ ଜାତିର ସର୍ବନାଶୀ। ଧନଟା ଯଦି ଶ୍ରମର ଉତ୍କର୍ଷ ନ ହୁଏ, ଶ୍ରମଟାକୁ ସେଟା ପ୍ରମୋଟ କରିବନି, ଶ୍ରମ ଅନୁସାରେ ଧନ ମିଳିବ ନାହିଁ, ତାମାନେ ବିହିତ ପରିପୋଷଣୀ ହଉନି। ଜଣେ ପରିଶ୍ରମ ବହୁତ ଅଧିକା କରୁଛି କିନ୍ତୁ ତାର ପ୍ରାପ୍ୟଟା ବହୁତ ହିଁ କମ, ତାହେଲେ ବି ସେ ଉଧେଇବ କେମିତି? ତେଣୁ ପରିଶ୍ରମ ଅନୁସାରେ ପ୍ରାପ୍ୟଟା ମଧ୍ୟ ଦବା ଦରକାର, ତା ନହେଲେ ହେଇପାରିବ ନାହିଁ। ଯେମିତି ଠାକୁର ଉଦାହରଣ ଦେଇ କହୁଛନ୍ତି, ଖାଦକ ଯଦି ଖାଦ୍ୟର ଉପଚୟ ନ ହୁଏ, ଯେ ଖାଇବ ତା ପାଇଁ ଖାଦ୍ୟଟା ଯଦି ତା ଅନୁସାରେ ନହେଲା, ବାଘଟାକୁ ଆମେ ଯଦି ଭାତ ଡାଲି ଖଟା ଖିରି ଖାଇବାକୁ ଦବା, ତାହେଲେ ସେ ତ ବାଘ ହେଇକି ରହିବନି, ବାଘ ଗୋଟେ ମାଂସାଶୀ ଜୀବ, ମାଂସ ହିଁ ତାର ପ୍ରମୁଖ ଖାଦ୍ୟ, ତାର ଜନ୍ମ ହେଇନି ଭାତ ଡାଲି ଖାଇବା ପାଇଁ। ଯେମିତି ଠାକୁର ଆଲୋଚନା ପ୍ରସଙ୍ଗ ତୃତୀୟ ଖଣ୍ଡରେ କହୁଛନ୍ତି, ସୁଷ୍ଠୁତା ଦରକାର। ତୁମେ ପୁରୀ ଲୁଚି ବିଭିନ୍ନ ପ୍ରକାରର ତରକାରୀ ଖାଅ ବୋଲି, ଯଦି ତମ ଘରେ ତମେ ଗାଈଟେ ପାଳିଛ, ତାକୁ ବି କହିବ ଯେ ତୁ ପୁରୀ ଲୁଚି ଭାତ ଡାଲି ଖା, ତାହେଲେ ତ ସେ କ୍ଷୀର ହିଁ ଦବନି, କାରଣ ସିଏ ଜଙ୍ଗଲରେ ଚରିବା ଦରକାର, ସେଇଥିରୁ ହିଁ ତାର କ୍ଷୀରଟା ବାହାରିବ। ତାହେଲେ ତ ଗାଈର ବୈଶିଷ୍ଟ୍ୟଟା ହିଁ ନଷ୍ଟ ହେଇଗଲା। ସେମିତି ଯାହାର ଯୋଉ ଖାଦ୍ୟଟା, ସେଥିପାଇଁ କହୁଛନ୍ତି ଖାଦକ ଯଦି ଖାଦ୍ୟର ଉପଚୟ ନ ହୁଏ, ତାହା ଯେପରି ବିଡମ୍ବନାଦାୟକ, ସେପରି ଶ୍ରମ ଯଦି ଧନର ଉପଚୟ ନ ହୁଏ, ତମେ ଯୋଉ ଶ୍ରମ କରୁଛ ସେଇ ଅନୁସାରେ ତମେ ଧନ ପାଉନ, ବା ଧନ ବହୁତ ଅଧିକା ମିଳୁଛି ସେଇ ଅନୁସାରେ ପରିଶ୍ରମ ନାହିଁ, ତାହା ମଧ୍ୟ ଦୁଃଖ ଆଉ ଦୁର୍ଦ୍ଦଶାଦାୟକ। ସେଥିରେ ମଧ୍ୟ ଇକୋନୋମି ବାଲାନ୍ସଟା ନଷ୍ଟ ହେଉଛି। ତେଣୁ କହୁଛନ୍ତି ଶ୍ରମ ଯେତେବେଳେ ଉପଚୟମୁଖୀ, ସୁଷ୍ଠୁ, ସୌଜନ୍ୟପୂର୍ଣ୍ଣ, ଦେଶ ମଧ୍ୟ ସେତେ ସମୃଦ୍ଧ ଐଶ୍ୱର୍ଯ୍ୟରେ। ଶ୍ରମ ଯେତେ ଉପଚୟମୁଖୀ ଅର୍ଥାତ୍ ପ୍ରପରଲି ୟୁଟିଲାଇଜ୍ଡ, ସୁଷ୍ଠୁ ସୁନ୍ଦର ଭାବରେ, ସୌଜନ୍ୟପୂର୍ଣ୍ଣ ସୁନ୍ଦର ଭାବରେ ତାହା ସୌଜନ୍ୟତାକୁ ରକ୍ଷା କରୁଥିବ, ତାହେଲେ ଦେଖିବେ ସେଠି ଦେଶ ମଧ୍ୟ ସେତେ ସମୃଦ୍ଧ ଐଶ୍ୱର୍ଯ୍ୟରେ ଚାଲିବ। କିନ୍ତୁ ଯୋଉଠି ଏହାର ବ୍ୟତିକ୍ରମ ହବ, ସେଇଠି ହିଁ ମନେ ରଖିବାକୁ ହବ ଯେ ତାର ସେଠି ବିନାଶଟା ଆସିଛି। ଆଉ ଗୋଟେ କଥା ବିଶେଷ ଭାବରେ ଦେଖିବାକୁ ହବ ଯେ ଏଇ ଶ୍ରମ ତ ଆମେ ମାନେ କରୁଛୁ ହିଁ, ପ୍ରତ୍ୟେକଟି ଲୋକ ନିଜ ଅନୁସାରେ କରୁଛି। ଆଉ ଅନେକ ବସିଛନ୍ତି, ତେଣୁ ଆପଣ ଦେଖିଥିବେ ଏଇ ପରଦିନ ଗୋଟେ ଅର୍ଡର ଆସୁଥିଲା ଯେ 42 ଜଣ
ସରକାରୀ କର୍ମଚାରୀଙ୍କର ଦରମାକୁ ବନ୍ଦ କରିଦିଆଯାଇଛି, କାରଣ ସରକାର ତାଙ୍କୁ 3 ମାସ ହେଲାଣି କହିଲା ପରେ ମଧ୍ୟ ସେମାନେ କିଛି କାମ କରୁ ହିଁ ନଥିଲେ। ତେଣୁ ଲୋକଙ୍କର ଧାରଣା ଏଇଆ ଯେ ଗଭର୍ଣମେଣ୍ଟ ଚାକିରି ଯେହେତୁ ଆମେ କରିଛୁ, ଆମେ ଏଇଠି ମନ ଇଚ୍ଛା ମନମାନି କରିବୁ, ରାଜ କରିବୁ, ଆମକୁ କେହି କିଛି କହିବେନି। ତାମାନେ କଣ? ଆମେ କିଛି କାମ କରିବୁନି, ବସିକି ଲାଞ୍ଚ ନବୁ, ଆଉ ଆମର ବିଲ୍ଡିଂ ବାଡେଇବୁ, ଘରେ ସୁନା ରଖିବୁ, କେତେ ରଖିଥିବୁ ଯେ ତାକୁ ଗଣି ବି ପାରିବନି ମେସିନ। ଏଇ ପ୍ରକାରର ଅବସ୍ଥା ଆମ ଦେଶରେ ବହୁତ ଲୋକଙ୍କର। ଲୋକ ଚାକିରି କରିଛନ୍ତି ବୋଲି ଠକି ଠକି ଅଲଗା ମାନଙ୍କଠୁ ହଡପ କରି, କାରଣ ଦୁର୍ନୀତି ବିରୁଦ୍ଧରେ କେହି ପ୍ରତିବାଦ କରୁନାହାନ୍ତି। ଭାରତର ସବୁଠୁ ଲାଞ୍ଚଖୋର ରାଜ୍ୟ ରାଜସ୍ଥାନ, ଯୋଉଠି 78% ଲୋକ ମାନିଛନ୍ତି କି ଲାଞ୍ଚ ଦିଆଯାଏ। ଛତିଶଗଡ ରହିଛି, ବିହାର ରହିଛି, କର୍ଣ୍ଣାଟକ ରହିଛି, ତାମିଲନାଡୁ ରହିଛି, ଗୁଜୁରାଟ ରହିଛି। ଏଇ କେବେ ଠାକୁର ଏଗୁଡାକୁ ବହୁ ଭାବରେ ଲାଞ୍ଚ ଦବାର କଥା, ସୁଧ ନବାର ବ୍ୟବସ୍ଥା କେତେ ଭାବରେ ଏଗୁଡାକୁ ମନା କରିଛନ୍ତି। ଆମେ ନିଜକୁ ଧାର୍ମିକ ବୋଲି କହୁଛେ, କିନ୍ତୁ ଧର୍ମର ମୂଳ ଭିତ୍ତିଟା କଣ ସେଟା ଆମେ କୌଣସି ପୁରୁଷୋତ୍ତମଙ୍କ ଜୀବନୀରୁ କିଛି ବି ଶିଖି ପାରିଲୁ ନାହିଁ। ଆମର ପ୍ରକୃତରେ ମାନେ ଅଧପତନ ଟା କାହିଁକି ଜାଣନ୍ତି? ଯେ ଆମେ କିଛି ଶିଖିବାକୁ ହିଁ ଚାହୁଁନା। ଭାରତର ଲୋକମାନଙ୍କର ଶିଖିବା, ବଢି ଉଠିବାଟା ଏତେ ସ୍ଲୋ, ଆଉ ଯେତିକି ଶିଖୁଛନ୍ତି ସେମାନେ ମାନେ ଯେମିତି ନା କି ବରାବର ଲେସ୍ ଦ୍ୟାନ 5% ଲୋକ ଯଦି ଶିଖି ପକେଇଲେ, ତାହେଲେ ଗୋଟେ ବହୁତ ବଡ କଥା ବୋଧେ ହେଇଗଲା। ଆପଣ କେତେ ଗୁଡେ କଥା ମାର୍କ କରନ୍ତୁ ପୁରୁଷୋତ୍ତମ ମାନଙ୍କର ଜୀବନୀରୁ। ଆମେ ନିଜକୁ ଧାର୍ମିକ, ଠାକୁର କହୁଛ ନା ତୁମେ ନିଜକୁ ଧାର୍ମିକ ବୋଲି କହୁଛ, ଆହ୍ନିକ, ପୂଜା, ପାଠ, ଜପ, ତପ, ହୋମ ସବୁ ଇତ୍ୟାଦି କରୁଛ, କିନ୍ତୁ ପରିବେଶରେ ଥିବା ଲୋକଙ୍କ ପ୍ରତି ତମର ଘୃଣା ଭାବ ଆସୁଛି। ତାଙ୍କୁ ଦେଖିଲେ ତାଙ୍କ ବିରୁଦ୍ଧରେ ଗପିବ, ତାହେଲେ ତମେ ଧାର୍ମିକ କଣ? ଖାଲି ହନୁମାନ ଚାଳିଶାଟେ ପାଠ କରିବି, ସେ ପୁରାଣଟେ ପାଠ କରିବି, ମନ୍ଦିରରେ ପୂଜା କରିବି, ଏଇଟା ଧର୍ମର ଲକ୍ଷଣ ନୁହେଁ। ଆପଣ ଦେଖନ୍ତୁ, ଅନେକ ଲୋକ କହନ୍ତି ଯେ ରାମ ବାଳିକୁ ଲୁଚିକି ହତ୍ୟା କରିଥିଲେ। କାହିଁକି? କାରଣ ବାଳି ଗୋଟେ ବର ପାଇଥିଲା ଯେ ତା ସାମ୍ନାରେ ଯଦି କେହି ଶକ୍ତିର ପରାକ୍ରମ ଦେଖିବ, ତାର 50% ଏନର୍ଜିକୁ ସେ ଟାଣି ନବ। ସେମିତି ଗୋଟେ ବର ପାଇଥିଲା। ଆଉ ପୁଣି କଣ? ବଳି ରାମଙ୍କର ଡାଇରେକ୍ଟ ଶତ୍ରୁ ନଥିଲା, ଠିକ, କିନ୍ତୁ ସୁଗ୍ରୀବଙ୍କର ସ୍ତ୍ରୀ ସହିତ ବଳି ସମ୍ପର୍କ ରକ୍ଷା କରିଥିଲା। ଏହା କେତେ ଦୂର ଧର୍ମସଙ୍ଗତ? ଅନ୍ୟାୟ କରିଥିଲା, ସୁଗ୍ରୀବକୁ ରାଜ୍ୟରୁ ବାହାର କରିଦେଇଥିଲା, ବହୁତ ଅତ୍ୟାଚାର କରିଥିଲା। ବଡ ଭାଇ ସାନ ଭାଇ ପ୍ରତି ଏଇ ପ୍ରକାର କରିବା କଣ ଉଚିତ? ଆମେ ଧର୍ମ ପୁରୁଷ ବୋଲି କହୁଛେ ନା ମର୍ଯ୍ୟାଦା ପୁରୁଷ? ତମକୁ ମର୍ଯ୍ୟାଦା ଟା କଣ ରକ୍ଷା କରିଥିଲେ? ଏଇଆ ଯେ ଲୁଚିକି ମାରିଥିଲେ ବୋଲି ଲୋକ ତାଙ୍କୁ ଅଧର୍ମ ବୋଲି କହୁଛନ୍ତି, କିନ୍ତୁ ଏଇଟା ଜାଣିଛ ଯେ ଅଧର୍ମକୁ କାଟିବ ଅଧର୍ମ ହିଁ। ଯଦି ସେଇ ପ୍ରକାରରେ ତାକୁ ବଦ୍ଧ କରାଯାଇ ନଥାନ୍ତା, ତାର ଶକ୍ତି ହରଣ କରାଯାଇ ନଥାନ୍ତା, ତାହେଲେ ତାର ଯୋଉ ଅନ୍ୟାୟଟା ସାନ ଭାଇ ପ୍ରତି, ସାନ ଭାଇର ସ୍ତ୍ରୀ ପ୍ରତି, ତାହା ଦିନକୁ ଦିନ ବୃଦ୍ଧି ପ୍ରାପ୍ତ ହେଇନଥାନ୍ତା କି? ତାହେଲେ ଧର୍ମକୁ ରକ୍ଷା କରିବା ପାଇଁ ଯେତେବେଳେ ତାର ପ୍ରୟୋଜନ ପଡିଛି, ସେତେବେଳେ ପୁରୁଷୋତ୍ତମ ତାକୁ ଯେନ ତେଣ ପ୍ରକାରେଣ ଧର୍ମକୁ ହିଁ ରକ୍ଷା କରିଛନ୍ତି। ଠାକୁରଙ୍କୁ ସେମିତି ଆଉ ଗୋଟେ ପ୍ରଶ୍ନ କରାଉଛି, ଧର୍ମର ସଂଜ୍ଞାଟା ବୁଝନ୍ତୁ। ଆମେ ମାନେ ଏତେ ଦୁର୍ବଳ କାହିଁକି? ଆମ ମାନଙ୍କର ଜାତି ଏତେ ଦୁର୍ବଳତା ଚରିତ୍ର ଭିତରେ କାହିଁକି ରହିଛି? ଏତେ ପୁରାଣ ପାଠର ଆଲୋଚନା, ଏତେ ଜ୍ଞାନର ଆଲୋଚନା, ଏତେ ବିଜ୍ଞାନର ଆଲୋଚନା, ଆମ ଦେଶରୁ ସବୁ ଆରମ୍ଭ, ସମସ୍ତ ଜ୍ଞାନ, ସମସ୍ତ କୌଶଳ, ସମସ୍ତ ବିଜ୍ଞାନ, ସମସ୍ତ ଦର୍ଶନ, ସମସ୍ତ ତନ୍ତ୍ର ମନ୍ତ୍ର ଏଇ ଦେଶରୁ ହିଁ ଆରମ୍ଭ ହେଇଛି। 4000 5000 ବର୍ଷ ପୂର୍ବେ ବା ତଦୁର୍ଧ୍ବ ବି ହେଇପାରେ। କିନ୍ତୁ ଆଜି ଆମ ମାନଙ୍କର ଏମିତି ଦୁରାବସ୍ଥା କାହିଁକି? ଆମ ଜାତି ଏତେ ନିଥର କାହିଁକି? ଏଇଥିପାଇଁ ଯେ ଆମେମାନେ ଯୋଉ ସମୟରେ ଯୋଉ ପ୍ରକାରର ଆଚରଣ କରିବାର କଥା, ଧର୍ମର କଥା, ତାକୁ ମାନିନୁ। ଆମର ପ୍ରୋବ୍ଲେମ ସେୟା ହେଇଛି ଯେ ଧର୍ମର କଥା ଆମେ ମାନେ ଶୁଣୁଛୁ ତ, କିନ୍ତୁ ଧର୍ମକୁ ମାନିବା ପାଇଁ ଯୋଉ ଆବେଗ ଦରକାର, ସେଇଟା ଆମ ମାନଙ୍କର ନାହିଁ।
ଆମେ ଶୁଣିବାକୁ ଭଲ ପାଉ, କିନ୍ତୁ ଆମେ ଗ୍ରହଣ କରିବାକୁ, ମାନିବାକୁ ଭଲ ପାଇ ପାରୁନାହୁଁ। ଆମର ଦୁର୍ବଳତାର ଲକ୍ଷଣଟା ହଉଛି ତାହା। ତେଣୁ ଏଇ ଦୁର୍ବଳତାଟାକୁ କାଟିବା ପାଇଁ ଆମ ମାନଙ୍କୁ ନିରନ୍ତର ଗୋଟେ ଚେଷ୍ଟା କରିବାକୁ ପଡିବ। ସେଥିପାଇଁ ଏଇ ଯୋଉ ସେବା ଦବାର କଥା, ସ୍ୱସ୍ତଇନୀର କଥା, ସଦାଚାରର କଥା, ଏଇ ସବୁ ହେଲେ ଟିକେ ମଣିଷକୁ ଭଲ ବୁଦ୍ଧି ଆସିବ। କିଛି ଗୋଟେ ବହୁତ ବଡ ପରିବର୍ତ୍ତନ ହେଇଯିବ ତା ନୁହେଁ, ଆମକୁ କିଛି ଟିକେ ଭଲ ବୁଦ୍ଧି ଆସିବ। ଆମେ ଟିକେ ଲାଞ୍ଚ ନବାଟା ଛାଡିବା, କରପସନ କରିବାଟା ଛାଡିବା, ଭଲ କଥାକୁ ଟିକେ ଗ୍ରହଣ କରିବା, ଭଲ ବୁଦ୍ଧି, ଭଲ ନୀତି କହିଲେ ଆମେ ତା ବିରୁଦ୍ଧରେ ଦଶପଦ କଥା କହିବା। ଏଇ ସବୁ ହଉଛି ଆମ ମାନଙ୍କର ଜାତିର ଚରିତ୍ରଟା ପ୍ରକୃତରେ। କିଏ ଯଦି କିଛି ଭଲ ଟିପ୍ସ ଟେ ଦେଲା, ସାଙ୍ଗେ ସାଙ୍ଗେ ଓଲଟି ତା ଉପରେ ଆମେ ପ୍ରହାର କରିବୁ। ସିଏ କୋଉ ଚରିତ୍ର ଲୋକ, କୋଉ ଧରଣ ଲୋକ, ସିଏ କଣ କରିଛି ଆମେ ଜାଣିନୁ। ଏଇଟା ଆମ ମାନଙ୍କର ମାନେ ଈର୍ଷା ପରାୟଣତା ଟା ପୁରା ଆମ ମାନଙ୍କର ନଷ୍ଟ କରିଦେଇଛି ଆମକୁ। ତ ଆମେ ଯଦି ପରସ୍ପର ସହଯୋଗିତା ବୋଲି ଠାକୁର ବାରମ୍ବାର କି ଶବ୍ଦ ଲଗେଇଲେ, ଇଣ୍ଟରେଷ୍ଟ ଡିପେଣ୍ଡେନ୍ସ, ଯାହାକୁ ଇଣ୍ଡିପେଣ୍ଡେନ୍ସ, ଇଣ୍ଡିପେଣ୍ଡେନ୍ସ ମାନେ ସ୍ଵାଧୀନ ଜୀବିକା କରିବା ଯେ, କିନ୍ତୁ ପରସ୍ପର ସହିତ ଭଲ ଭାବ ରଖିକି। ତାର ଯୋଉ ଗୋଟେ ଦୋକାନୀ ଆଉ ଗୋଟେ ଦୋକାନୀ ପାଖାପାଖି ଲାଗିଛି, କିନ୍ତୁ ଦି ଜଣ ଯାକ ପରସ୍ପର ବିରୋଧୀ, ତ ସେଠି କଣ ସେମାନେ ବଢି ପାରିବେ? ନା, ସେଠି ଛିଡିବେ। ତେଣୁ ପରସ୍ପର ସହଯୋଗିତା, ପ୍ରୀତିପୂର୍ଣ୍ଣ ବ୍ୟବହାର, ଯୋଉଟା କି ମାନସିକ ସଦାଚାରର ଗୋଟେ ଅଂଶ ବିଶେଷ, ସେଇଟାକୁ ବି ଧ୍ୟାନରେ ରଖିବା ଦରକାର। ତା ନହେଲେ ହବନି। ତେଣୁ ଅର୍ଥନୀତିକୁ ଧାରଣ କରିବାକୁ ହେଲେ ଆମକୁ ଧର୍ମରେ ଚାଲିବାକୁ ପଡିବ। ଧର୍ମରେ ସଙ୍ଗତି ରକ୍ଷା କରିବାକୁ ପଡିବ। ଧର୍ମ ବିରୁଦ୍ଧ ଆଚରଣ କଲେ ଆମର ଅର୍ଥନୀତି ରହିବନି। ପରିଶ୍ରମୀ ହବାକୁ ପଡିବ, କୁଶଳ କୌଶଳୀ ହବାକୁ ପଡିବ, ପରନିନ୍ଦା, ପରଚର୍ଚ୍ଚାକୁ ତ୍ୟାଗ କରିବାକୁ ପଡିବ, ପରସ୍ପର ସହଯୋଗିତା, ସୌହାର୍ଦ୍ଦ୍ୟ ପୂର୍ଣ୍ଣ ସମ୍ପର୍କ ରକ୍ଷା କରି ଉଭୟଙ୍କ ଭିତରେ ଭଲ ପାଇବାଟାକୁ ସ୍ଥାନ ଦେଇ ରଖିବାକୁ ପଡିବ। ଆଉ ବିଶେଷ ଧ୍ୟାନ ଦେବାକୁ ପଡିବ ଆମମାନଙ୍କୁ ଯେ ଏଇ ସବୁ ଗୁଡାକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯେମିତି ହୁଏ। ଅନେକ କହନ୍ତି ଆମେ ମାନେ ଲାଞ୍ଚ ଦଉଛୁ ବୋଲି ସେମାନେ ଲାଞ୍ଚ ନଉଛନ୍ତି। ନା, ଲାଞ୍ଚ ନବା ତାଙ୍କର ଗୋଟେ ଅଭ୍ୟାସ। ଆମେ ଲାଞ୍ଚ ଦଉଛୁ ବୋଲି ସେ ଲାଞ୍ଚ ନଉଛନ୍ତି, ଏଇଟା ତ ଗୋଟେ ପାର୍ଟ। ସେ ଲାଞ୍ଚ ନଉଛନ୍ତି ବୋଲି ଲାଞ୍ଚ ଦଉଛୁ, ଏଇଟା ବି ଗୋଟେ ପାର୍ଟ। କାରଣ ସେ ନେଇ ନେଇକି ତାର ନବାର ଅଭ୍ୟାସ ଟା ବଢି ଯାଇଛି। ତେଣୁ ଗୋଟେ ଫାଇଲ ଟାକୁ ଘୁଞ୍ଚେଇବାକୁ ହେଲେ ବି ସେ 500 ଟଙ୍କା ମାଗୁଛି। ଲକ୍ଷେ ଖୁସାମତ କରି 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 ଜଣଙ୍କର ବିଲ୍ ଟାକୁ ସେ ପାସ୍ କରିବ। ଏ ଦେଶର ବିଡମ୍ବନା ଟା ବି ପୁଣି ଦେଖନ୍ତୁ। ଆମମାନଙ୍କର ଯେ ଟିଚର ମାନେ, ଲେକ୍ଚରର ମାନେ, ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ଆଣ୍ଠୁ ଭାଙ୍ଗି ଛିଡା ହୁଅନ୍ତି +3 ପଢିଥିବା ଲୋକଙ୍କ ପାଖରେ, 100 ଥର ଦୌଡନ୍ତି। ସେ ଲୋକମାନେ ଘରକୁ ଡାକନ୍ତି, ଏତିକି ଟଙ୍କାର ଡିଲ୍ ହବ, 1,00,000 ଟଙ୍କା ଦବ, ତମେ ଯଦି ଗ୍ରାଣ୍ଟିନେଣ୍ଟ ପାଇଯିବ ତମେ 15 ଲକ୍ଷ ଟଙ୍କା ପାଇବ, ଆମକୁ 1,00,000 - 1.5 ଲକ୍ଷ ଟଙ୍କା ତୁମେ ଦବ ହିଁ। କାରଣ ମୁଁ ତ ଏକୁଟିଆ ନଉନି ନା, ମୋର ପୁରା ପ୍ୟାନେଲ ଅଛି। ତାକୁ ଦେବି, ତାକୁ ଦେବି, ତାକୁ ଦେବି, ଏଇ ପ୍ରକାର। ତ ଏଇ ଦବାର ବ୍ୟବସ୍ଥା ଆରମ୍ଭ କରିଛି କିଏ? ଆଉ ୟାକୁ ଯଥାଶୀଘ୍ର ତଡା ଯାଇ ପାରୁନି, କାରଣ ଆମର ସମସ୍ତେ ହିଁ ଲାଞ୍ଚଖୋର। କାହାକୁ କରିବା? ଆମର ହାୟର ଅଥରିଟି ବି ସେଇଆ, ଆମର ପୋଲିସ ସେଇଆ, ଆମର ଲୋକ ସେଇଆ। ଆମେ କାହାକୁ କମ୍ପ୍ଲେନ କରିବା? ଆମର କମ୍ପ୍ଲେନ ପ୍ରକୃତରେ କିଏ ରଖିବ? ସେଥିପାଇଁ ଠାକୁର ପ୍ରଥମେ ଆରମ୍ଭ କଲେ ଗୃହସ୍ଥାଳୀରୁ, ବ୍ୟକ୍ତି ବିଶେଷ ପାଖରୁ। ତେଣୁ ଲାଞ୍ଚର କାରବାର ଯୋଉଠି ଯେତେ ଅଧିକା, ସେଇଠି ସେତେ ହିଁ ପରିମାଣର ଦୁର୍ନୀତି, ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କର ସଂଖ୍ୟା ବି ଢେର ଅଧିକା। ତେଣୁ ଏଇ ଯୋଉ ଦୁର୍ନୀତିପୂର୍ଣ୍ଣ ଲୋକ, ଏଇଟା ଆମ ମାନଙ୍କ ଅନ୍ତରର ହିଁ ଗୋଟେ ପ୍ରକୃତି, ଗୋଟେ ଅନ୍ତସ୍ଥ ପ୍ରକୃତି। ତ ଏଇଟାକୁ ତଡିବାକୁ ହେଲେ ଆମେ ମାନେ କଣ କରିବା? ଆମେ ମାନେ ମୂଳ ଭାବରେ ଆମର ଚରିତ୍ରଟାକୁ ଠିକ କରିବା ଦରକାର। ଠାକୁର, ଜଣେ ଲୋକ ଆସିଛନ୍ତି,
ପଚାରୁଛନ୍ତି ଆପଣ କଣ ଘୁଷ ନିଅନ୍ତି ମାନେ ଲାଞ୍ଚ। ସେ ଧୀରେ କି ମୁଣ୍ଡ ହଲେଇ କହୁଛନ୍ତି ଆଜ୍ଞା ଅନେକ ଲୋକ ବାଧ୍ୟ କରନ୍ତି ମୁଁ ମାଗେ ନା, କିନ୍ତୁ ମତେ ଯୋଉମାନେ ଦିଅନ୍ତି ମୁଁ ନିଏ। ଠାକୁର କହୁଛନ୍ତି ଆପଣ ଯଦି ଏଇ ପ୍ରକାର କରିବା ଅଭ୍ୟାସ କରିବେ ତାହା ଆପଣଙ୍କର ପିଲା ଆପଣଙ୍କଠୁ ଦେଖିବନି କି, ଆଉ ତାପରେ ଆପଣଙ୍କର ପିଢି ପରେ ପିଢି ପିଢି ପରେ ପିଢି ଲାଞ୍ଚଖୋର ହବାର ଅବସ୍ଥାଟା ଆସି ପ୍ରାପ୍ତ ହବନି କି। ତାପରେ ସେ ବ୍ୟକ୍ତି ଜଣକ ଚୁପ ରହିଲେ। ଠାକୁର ମୁଁ ଆଉ ନେବି ନାହିଁ। କିନ୍ତୁ କଥାଟା ହଉଛି ଯେ ଆମେ ମାନେ ଏଇ ପ୍ରକାର ଦୁର୍ନୀତି ଗୁଡାକୁ ସପୋର୍ଟ କରୁଛେ କାହିଁକି? ଏଥିରେ ମଧ୍ୟ ଅର୍ଥନୀତି ଇମ୍ବାଲାନ୍ସ ହଉଛି। କେମିତି? ଜଣେ ଲୋକ ଦେଖନ୍ତୁ ଲାଞ୍ଚ ନେଇ ନେଇ ଧରକର ଜଣେ ଗଭର୍ଣ୍ଣମେଣ୍ଟ ଚାକିରି ପାଇବ, ସେଥିପାଇଁ ସେ ହୁଏତ 15 ଲକ୍ଷ, 20 ଲକ୍ଷ, 25 ଲକ୍ଷ, 30 ଲକ୍ଷ ଟଙ୍କା ଦେଲା। 30 ଲକ୍ଷ ଟଙ୍କା ଭିତରୁ ହୁଏତ ଜଣେ ଲୋକ ତା ନ ନଉଛି, ପ୍ୟାନେଲରେ 5-5 ଲକ୍ଷ ବି ପଡୁ, 6 ଜଣଙ୍କ ପାଖକୁ ବି ଯାଉ, ହେଲା। ତ ଏବେ ଏଇଭଳି ଯଦି କିଛି ଲୋକଙ୍କଠୁ ସେ ଜୀବନ ବ୍ୟାପୀ ନବା ଆରମ୍ଭ କଲା, ତାହେଲେ ତା ପାଖରେ ଧନଟା ଅସୀମିତ ରୂପେ ବୃଦ୍ଧି ପାଇଲାନି କି? ତାର ଦରମା ହୁଏତ 60-70 ଲକ୍ଷ ହେଇପାରେ, କିନ୍ତୁ ଏଇ ପ୍ରକାର ମାରି ମାରି ସେ କରୋଡପତି ତ ହେଇଗଲା ହିଁ। ତାହେଲେ ଏଇଟା ଗୋଟେ ଅସମତାକୁ ରକ୍ଷା କଲାନି କି? ପୁଣି ଆମ ମାନଙ୍କର ଗଭର୍ଣମେଣ୍ଟ ବି ଏତେ ହତାଶାପୂର୍ଣ୍ଣ ଯେ ଏଠି ଆସେସମେଣ୍ଟ ହୁଏ ନା। ଯଦି ପ୍ରତି 5 ବର୍ଷରେ ଥରେ ଆସେସ କରାଯାଆନ୍ତା ଲୋକଙ୍କର ଯୋଗ୍ୟତାଟାକୁ, କଣ କାମ କରୁଛନ୍ତି ସେମାନେ, ସେମାନଙ୍କର ପରଫରମାନ୍ସ ଇଣ୍ଡେକ୍ସ କଣ, ସେଇଟା ତାହେଲେ ଲୋକଙ୍କର ଗୋଟେ ଡର ରୁହନ୍ତା। ତ କଥା ହଉଛି ଆମ ମାନଙ୍କର ଅମଲାତନ୍ତ୍ର, ଏକ୍ଜିକ୍ୟୁଟିଭ, ଆମ ମାନଙ୍କର ଜଷ୍ଟିସ, ନ୍ୟାୟାଳୟ, ସବୁଠି କୋଉଠି ନା କୋଉଠି ଗୋଟେ ଦୁର୍ନୀତିଟା ରହିଛି। ଯଦି ଆପଣ ଗୋଟେ ଭଲ ନିୟମ ପାସ୍ କରିବେ, ଆଉ ଜଣେ ତାର କଥାଟାକୁ ଖରାପ କରି କାଟିଦବା ହବ। ସିଏ ମଧ୍ୟ ନିୟମ ରଖିଛି ଆପଣଙ୍କ ଭଲ କଥାଟାକୁ କାଟିଦବା ପାଇଁ। ତେଣୁ ଆମ ମାନଙ୍କର ଅର୍ଥନୀତିର ଇମ୍ବାଲାନ୍ସ ର କାରଣ ବହୁତ ଗୁଡେ। ଆମ ମାନଙ୍କ ପାଖରେ ସମ୍ବଳ ଅଛି, ତା ଆମେ ୟୁଟିଲାଇଜ କରିପାରୁନୁ। ଆମମାନଙ୍କ ପାଖରେ ଜ୍ଞାନ ଅଛି, କୌଶଳ ଅଛି, ପ୍ରତିଭା ଅଛି, କିନ୍ତୁ ଆମେ ସେଟାକୁ ପ୍ରପରଲି ୟୁଟିଲାଇଜ ବା ବିନିଯୋଗ କରିପାରୁନାହୁଁ। କାହିଁକି? ଆମ ମାନଙ୍କର ଶିକ୍ଷା, ଆମ ମାନଙ୍କର ଟ୍ରେନିଂ, ଆମ ମାନଙ୍କର ଦୀକ୍ଷା ସବୁ ହିଁ ବେକାର ଦିଗରେ ଧାଇଁଛି। ତେଣୁ ସମୃଦ୍ଧି କରିବାକୁ ହେଲେ ଆମକୁ ବଢି ଉଠିବାକୁ ପଡିବ ବହୁତ ଦିଗରେ। ଆଜି ପ୍ରକୃତରେ ଯେ ଜ୍ଞାନ କୌଶଳର ଅଭାବ ନାହିଁ ପୃଥିବୀରେ, ଆମେ ଯଦି ବଢିବାକୁ ଚାହୁଁ, ଯେମିତି ଆପଣ ଦେଖିବେ ଗୋଟେ ଶିଖ ଆପ୍ ଅଛି, ଆପଣ ଯଦି ଡାଉନଲୋଡ କରିବେ ବହୁତ ଜିନିଷ ଆପଣଙ୍କୁ ସେ ଶିଖେଇବ। କେମିତି ଆପଣ ଏଣ୍ଟରପ୍ରିନ୍ୟୁରସିପ ଆରମ୍ଭ କରିବେ, କୋଉ ବି ଉପାୟରେ ଆପଣ ଟଙ୍କା ଅର୍ଜନ କରିପାରିବେ। କେବଳ ମଣିଷଙ୍କୁ ସେଇ ଶିକ୍ଷା ଦେବା ଦରକାର, ପ୍ରାକ୍ଟିକାଲ ଉପରେ ମଣିଷ ଛିଡା ହବା ଦରକାର। ତାହେଲେ ଦେଖିବେ ଅର୍ଥନୀତି ବଢିବା ପାଇଁ 10 ବର୍ଷର ସମୟ ହିଁ ଯଥେଷ୍ଟ। ୱିଦିନ 10 ଇୟର ଯଦି ପ୍ରତ୍ୟେକଟି ଲୋକ ଭାରତର କରିବା ଆରମ୍ଭ କରିଦେବେ, 10 ବର୍ଷର ସମୟରେ ହିଁ ଭାରତ କୋଉଠୁ କୋଉ ଷ୍ଟେଜରେ ଯାଇ ପହଞ୍ଚିଯିବ। କାରଣ ଆମର ଏଠି ସମ୍ବଳର ଅଭାବ ନାହିଁ। ଆମର ଏଠି ଲୋକ ଲୋକ ସମ୍ବଳଟା ବି ଗୋଟେ ବହୁତ ବଡ କଥା ନା, ଯୋଉଟା କି ଆମର ପ୍ଲସ ପଏଣ୍ଟ ଯେ ଆମର ଏତେ ଲୋକ ଅଛନ୍ତି, ସାରା ପୃଥିବୀଠୁ ଆମର ଅଧିକା ଲୋକ ଅଛନ୍ତି। ତ ପ୍ଲସ ପଏଣ୍ଟଟାକୁ ଆମ ମାନଙ୍କୁ ବିନିଯୋଗ କରିବାକୁ ପଡିବ ବିଭିନ୍ନ ସୋର୍ସରେ। ଆଉ ଏଇଟା ଗୋଟେ ବହୁ ବର୍ଷୀୟ ପ୍ରୋଜେକ୍ଟ, ଦୀର୍ଘ ମିଆଦୀ ଯୋଜନା। ଆଜି କହିଦେଲି କାଲି କାର୍ଯ୍ୟକାରୀ ହବ, ବା ସମସ୍ତଙ୍କୁ ଖାଲି ଟଙ୍କା ବାଣ୍ଟି ଦେଲେ ଯେ ଡେଭଲପମେଣ୍ଟ ହବ ତା ନୁହେଁ। ଅର୍ଥନୀତିଟା ପାଇଁ ଆମକୁ ଦରକାର, ଯୋଉଟା ଠାକୁର କହିଲେ ଯେ ଶକ୍ତିଟାକୁ ସଠିକରେ ବିନିଯୋଗ କରିବାକୁ ପଡିବ। ଯୋଉ ଯୋଉ ଉପାୟରେ ଆମେ ସଶକ୍ତିକରଣର ଉପାୟରେ ସମୃଦ୍ଧି ଲାଭ କରୁଛେ ତାକୁ ଦେଖିବାକୁ ପଡିବ। ଆଉ ଜ୍ଞାନ କୌଶଳଟା କୁ ଆମକୁ ଡେଭଲପ କରିବା ପାଇଁ ଆମକୁ ସେଇ ଟ୍ୟାଲେଣ୍ଟେଡ ଲୋକମାନଙ୍କର ସାହାଯ୍ୟ ନେଇ ଏନର୍ଜି ବାହାରୁ ଆମକୁ ଆଣିବାକୁ ପଡିବ। ଠାକୁର ତ ବହୁ ଭାବରେ ବିଜ୍ଞାନର କଥା କହିଛନ୍ତି ବ୍ରଜଗୋପାଳ ଦତ୍ତରାୟଙ୍କର ଭଲ୍ୟୁମ 2 ଆଲୋଚନାରେ, ଯେ ଆମେ ବାହାରୁ କେମିତି ଏନର୍ଜି ଆଣିପାରିବା। ଆମର ଇଞ୍ଜିନିୟର ମାନେ, ଆମର ସାଇଣ୍ଟିଷ୍ଟ ମାନେ ତା ଦିଗରେ କାମ କରିବା ଦରକାର। ଆମେ ଅଲଗା ଦେଶ ଉପରେ ଡିପେଣ୍ଡାଣ୍ଟ ହେଇ ଚଳେଇ ପାରିବାନି। ଏଇଟାକୁ ଟିକେ ଆମମାନେ ନଜର ରଖିବା ଦରକାର। ହୁଏତ ଆଜି କଥାଟାକୁ ମୁଁ ସମରି ରୂପରେ କହିଛି, କିନ୍ତୁ ଯଦି ଗୋଟେ ଗୋଟେ କରିବା ଆଲୋଚନା କରାଯାଏ, ତାହେଲେ ନିଶ୍ଚିନ୍ତ ରୂପରେ ଏଇଟା 10ଟି ଏପିସୋଡ ତ ହବ ହିଁ।
ଯେ ପ୍ରକୃତରେ ଆମ ମାନଙ୍କର ଡେଭଲପମେଣ୍ଟ କାହିଁକି ନାହିଁ, ଆମ ମାନଙ୍କର ଦୁର୍ବଳ ଦେଶ ଜାତିର ଚରିତ୍ର କେବେଠୁ, ଆମ ମାନଙ୍କର ଅଧପତନଟା ହିଁ କେବେଠୁ। ଆଉ ଠାକୁର କେମିତି ତା ଲାଘବ କରିବା ଦିଗରେ ଆମକୁ ଟିକେ କର୍ମ ପ୍ରବଣ କରିବା ଦିଗରେ, ସ୍ୱାବଲମ୍ବୀ ହବା ଦିଗରେ, ସ୍ୱାଧୀନ ହବା ଦିଗରେ, ସ୍ୱାଧୀନ ଚିନ୍ତାର ଦିଗରେ ପ୍ରୋତ୍ସାହନ କରୁଛନ୍ତି, ଏଇଟା ତାଙ୍କ ନୀତିରୁ ସ୍ପଷ୍ଟ। କିନ୍ତୁ ଆମେ ମାନେ ହେଇ ଉଠିବାକୁ ଚାହିଁଲେ ତ ଆମେ ମାନେ ଯଦି ଚାହିଁବାନି ତାହେଲେ କେମିତି ହବ? ତେଣୁ ପ୍ରଥମେ ଆମର ଚାହିଁବା ଦରକାର, ଆମର ହେଇ ଉଠିବା ଦରକାର। ତାହେଲେ ଦେଖିବେ ଏଇ ଅବସ୍ଥା କଟିବାକୁ ଆମକୁ ବେଶୀ ସମୟ ଲାଗିବନି। ତେଣୁ ଆମେ ପ୍ରତ୍ୟେକଟି ଲୋକ ଗୁଣ୍ଡୁଚି ମୂଷା ଭଳି ଯଦି ଅର୍ଥନୀତିରେ କିଛି କିଛି ବାଲାନ୍ସ ପକେଇ ଚାଲୁ, ତାହେଲେ ଅର୍ଥନୀତିର ସମୃଦ୍ଧି ଏଇଟା ବେଶୀ ସମୟ ଲାଗିବନି, ଆମକୁ ବଢିବାର ଦିଗରେ ସାହାଯ୍ୟ କରିବ। ତେଣୁ ଏ ବଢିବାଟାକୁ ପ୍ରୋତ୍ସାହନ ଦେଇ ଆମମାନେ ଚାଲିବା ଦରକାର। ଆଉ ୟା ପରେ ମଧ୍ୟ ଆମେ ବିଭିନ୍ନ ଏପିସୋଡ କରି ଆଲୋଚନା କରିବା, ସମୟ ତ ହେଇଯାଇଛି। ଆଗକୁ ପ୍ରଶ୍ନ ଉତ୍ତର ବି ନବା, କିନ୍ତୁ ଏହାର ଅନେକ ଏପିସୋଡ ହେଇପାରିବ। ଯଦି ଆପଣ ମାନଙ୍କର ଇଚ୍ଛା ରୁହେ ତାହେଲେ ଆଗକୁ ଏଇ ଅର୍ଥନୀତିର ସମୃଦ୍ଧିଟା, ଯୋଉଟା କି ଆମମାନଙ୍କ ଦେଶର ଗୋଟେ ମେଜର ପ୍ରୋବ୍ଲେମ, ତା ଉପରେ ଆମେ ଆଲୋଚନା କରି କେମିତି ସର୍ଟ ଆଉଟ କରିପାରିବା, କେମିତି ଆଗକୁ ବଢି ପାରିବା, ସେଇ ଦିଗରେ ଆମମାନଙ୍କର ଚେଷ୍ଟାଟା ରହିଲେ ହିଁ ଭଲ। ଜୟ ଗୁରୁ ସୁଭାଷ୍।